ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର। ସ୍ୱାମୀ ସାଜିଲା ଶୈତାନ, ସ୍ତ୍ରୀକୁ କଟୁରୀରେ କଲା ମରଣାନ୍ତକ ଆକ୍ରମଣ। ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ସ୍ତ୍ରୀ ଅର୍ଥ ନ ଆଣିବାରୁ ସ୍ତ୍ରୀକୁ କଟୁରୀରେ କଲା ଆକ୍ରମଣ। ସ୍ତ୍ରୀକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରଥମେ ତିହିଡ଼ି ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଘଣ୍ଟେଶ୍ୱର ଫାଣ୍ଡି ଅଧୀନ ବଜାରପୁର ପଞ୍ଚାୟତ ବାଲିଆପାଳ ଗ୍ରାମରେ। ସୂଚନା ମୁତାବକ ଖଗେଶ୍ୱର ନାଉରୀ ନିଜେ ରୋଜଗାର ନ କରି ସ୍ତ୍ରୀଙ୍କୁ ଟଙ୍କା ମାଗିଥାନ୍ତି। ଆଜକୁ ସ୍ତ୍ରୀ ଦୀର୍ଘ ବର୍ଷ ଏବଂ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଅର୍ଥ ଆଣିଦେଇଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଛତୁ ଫୁଟିଲା ପରି ଅର୍ଥ ଲଗାଣକାରୀ ସଂସ୍ଥା ସ୍ୱାମୀ ସ୍ତ୍ରୀ ଘର ଘର ଭିତରେ କଳି ହଣାହଣି କଟାକଟି ହେବାର ଗୋଟେ ମାଧ୍ୟମ ପଲଟି ଯାଇଛି। ଆଜି ସକାଳ ସମୟରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ୱାମୀ ଖଗେଶ୍ୱର ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ କଟୁରୀ ସାହାଯ୍ୟରେ ମୁଣ୍ଡ, ବେକ ଏବଂ ହାତକୁ ଆକ୍ରମଣ କରିଥିଲେ। ଖବର ପାଇ ଗ୍ରାମବାସୀ ପହଞ୍ଚିଯିବାରୁ ସ୍ୱାମୀ ଖଗେଶ୍ୱର କଟୁରୀ ଧରି ଗ୍ରାମବାସୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନଥିଲେ। ଦୌଡ଼ି ଦୌଡ଼ି ଗ୍ରାମବାସୀମାନେ ପଳାଇ ଯାଇଥିଲେ। ଏହାପରେ ସ୍ତ୍ରୀକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗ୍ରାମବାସୀ 108 ଆମ୍ବୁଲାନ୍ସକୁ ଯୋଗେ ପ୍ରଥମ ତିହିଡ଼ି ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି। ଚାନ୍ଦବାଲିରୁ ସାଗର ରାଉଳଙ୍କ ରିପୋର୍ଟ, ଜାଗ୍ରତ 24 ନ୍ୟୁଜ୍।